मैं नरेंद्र दामोदर दास मोदी ईश्वर की शपथ लेता हूं कि मैं विधि द्वारा स्थापित भारत के संविधान के प्रति सच्ची श्रद्धा और निष्ठा रखूंगा। 2014, 2019 ଆଉ ଏବେ 2024 ସେହି ଚାହାଣୀ, ସେହି ଅନ୍ଦାଜ, ସେହି ଜୋଶ। ରାଷ୍ଟ୍ରପତି ଭବନରୁ ତୃତୀୟ ଥର ପଦ ଆଉ ଗୋପନୀୟତାର ଶପଥ ପାଠ। ତୃତୀୟ ଥର ଦେଖିଲା ପୁରା ବିଶ୍ୱ। ଐତିହାସିକ ତଥା ସ୍ମରଣୀୟ ମୁହୂର୍ତ୍ତରେ ମୂକସାକ୍ଷୀ ହେଲେ ଦେଶବାସୀ। ଆରମ୍ଭ ହେଲା ମୋଦିଙ୍କ ତୃତୀୟ ଇନିଂସ। ତୃତୀୟ ଥର ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ନରେନ୍ଦ୍ର ମୋଦିଙ୍କ ପଦ ଓ ଗୋପନୀୟତା ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି ମୋଦି। ପ୍ରଧାନମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟ ମଧ୍ୟ ଶପଥ ନେଇଛନ୍ତି। ମୋଦିଙ୍କ ମନ୍ତ୍ରିମଣ୍ଡଳକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭବନରେ ଏଥିପାଇଁ ଭବ୍ୟ ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଦେଶ ତଥା ଦେଶ ବାହାର ରାଷ୍ଟ୍ରର ମୁଖ୍ୟ, ରାଜନେତା, ପଡ଼ୋଶୀ ଦେଶଗୁଡ଼ିକର ମୁଖ୍ୟ, ଅନେକ ବିଶିଷ୍ଟ ବ୍ୟକ୍ତି, ପୂର୍ବତନ ସାଂସଦ, ବର୍ତ୍ତମାନ ସାଂସଦ ସମେତ ବହୁ ବିଶିଷ୍ଟ ଅତିଥି ସାମିଲ ହୋଇଥିଲେ। ରିପୋର୍ଟ 3KYT।